ଜୟଗୁରୁ। ମୁଁ ବେସର ଦେଇକି ମାଛ ଆଳୁ ଝୋଳ କରିବି। ସେଥିପାଇଁ ମୁଁ ମାଛ କିଲି ନେଇଥିଲି, ତାକୁ ଲୁଣ ହଳଦୀ ପକାଇକି ଗୋଳେଇ ଦେଇଥିଲି। ପୁରା ତେଲ ଗରମ ହୋଇଯାଇଥିଲା, ମାଛ ସବୁ ପକାଇଦେଲି। ମାଛ ପକାଇକି ତାକୁ ଟିକେ ଭାଜି ନେବି। ତାକୁ ଟିକେ ଓଲଟେଇ ଦେଇକି ଭାଜି ନେଉଛି। ହେଇଗଲାଣି ମାଛ, ମୁଁ ଏବେ ତାକୁ ବାହାର କରି ନେବି। ଆଉ ଯେଉଁ ବାକି ମାଛ ଥିଲା ତାକୁ ବି ମୁଁ ପକାଇ ଦେଇକି ଟିକେ ଭାଜି ନେବି। ତାକୁ ସବୁ ଭାଜିକି ବାହାର କରିଦେଇକି, ଆଉ ମୁଣ୍ଡ ଲାଞ୍ଜ ଥିଲା ତାକୁ ଟିକେ ପକାଇକି ବି ମୁଁ ଭାଜିଦେବି। ହେଇଗଲାଣି, ମୁଁ ତାକୁ ସବୁ ବାହାର କରି ନେଉଛି। ସେଇ ତେଲରେ ଆଳୁ ପକାଇ ଦେଇକି ତାକୁ ଟିକେ ଭାଜି ନେବି। ଆଳୁକୁ ଟିକେ ଭାଜିଦେବି। ତାକୁ ଭାଜିକି ବାହାର କରି ନେଇଛି। ଏପଟେ ଗୋଟେ ବଡ଼ ପିଆଜ, 15 ପାଖୁଡ଼ା କି 16 ପାଖୁଡ଼ା ରସୁଣ ମୁଁ ନେଇଛି। ଆଉ ଛୋଟ ଚାମଚର ମୁଁ 3 ଚାମଚ ସୋରିଷ ନେଇଛି। ଆଉ ଗୋଟେ ଚାମଚ ଜିରା ନେଇଛି। 2ଟା ଶୁଖିଲା ଲଙ୍କା, ତାକୁ ସବୁ ମୁଁ ଗ୍ରାଇଣ୍ଡିଙ୍ଗ କରିଦେବି। ଗୋଟେ କରେଇ ଗରମ ହୋଇଯାଇଥିଲା, ମୁଁ ତେଲ ପକାଇ ଦେଇଥିଲି। ସେଥିରେ ମୁଁ ଛୋଟ ଚାମଚର 1/2 ଚାମଚ ମୁଁ ଲଙ୍କା ଗୁଣ୍ଡ ଦେବି। ଛୋଟ ଚାମଚର 1/2 ଚାମଚ ମୁଁ ଗୋଟା ଜିରା ଦେବି। ଯେଉଁ ମସଲା ଗ୍ରାଇଣ୍ଡିଙ୍ଗ କରିକି ରଖିଥିଲି ତାକୁ ସବୁ ମୁଁ ପକାଇ ଦେବି। ତାକୁ ଟିକେ ମୁଁ ଗୋଳେଇ ଦେବି। ସେଥିରେ ଛୋଟ ଚାମଚର 1/2 ଚାମଚ ମୁଁ ଅଦା ରସୁଣ ପେଷ୍ଟ ଦେଇଛି। ଦେଇକି ମସଲାକୁ ମୁଁ ଭଲ ଭାବରେ ଟିକେ କଷିଦେବି। ମୁଁ ସେଥିରେ ଗୋଟେ ଚାମଚ, ଛୋଟ ଚାମଚର ଗୋଟେ ଚାମଚ ଲଙ୍କାଗୁଣ୍ଡ, ଗୋଟେ ଚାମଚ ଲୁଣ, ଗୋଟେ ଚାମଚ ହଳଦୀ ତାକୁ ମୁଁ ପକାଇଦେଲି। ପକାଇ ଦେଇକି ଟିକେ ମସଲାଟାକୁ ଭଲକି କଷିଦେବି। ହେଇଗଲାଣି ମସଲା। ମୁଁ 3ଟା ବଡ଼ ବଡ଼ ଟମାଟୋ କାଟିକି ରଖିଥିଲି, ତାକୁ ମୁଁ ପକାଇଦେଲି। ମସଲା ଆମର ହେଇ ଆସିଲାଣି, ହେଇଗଲାଣି ମସଲା। ମୁଁ ଯେଉଁ ଆଳୁ ଭାଜିକି ରଖିଥିଲି ତାକୁ ସବୁ ମୁଁ ପକାଇଦେଲି। ତାକୁ ଟିକେ ଗୋଳେଇ ଦେବି। ଗୋଳେଇ ଦେଇକି ମୁଁ ସେଥିରେ ପାଣି ଦେଇଦେବି। ଫୁଟି ଆସିଲାଣି, ମୁଁ ସେଥିରେ ମାଛ ସବୁ ପକାଇ ଦେଉଛି। ଆମ୍ବୁଲ ବି ଖଣ୍ଡେ ମୁଁ ପକାଇଥିଲି, ଆଳୁ ସହିତ ମୁଁ ପକାଇ ଦେଇଥିଲି, ସେଇଟା ଆଉ ମୁଁ ଦେଖେଇ ନାହିଁ। ଏମିତି ଆପଣମାନେ ସୋରିଷ ଦେଇକି ଆମ୍ବୁଲ ଦେଇକି ଝୋଳ କରନ୍ତୁ, ବହୁତ ମାଛ ଟେଷ୍ଟ ଲାଗିବ, ବହୁତ ତରକାରୀ ବି ବହୁତ ଭଲ ଲାଗିବ। ଆପଣମାନଙ୍କୁ ଯଦି ଆଜି ମୋର ଏଇ ବେସର ଦିଆ ମାଛ ଝୋଳଟି ଭଲ ଲାଗିଥିବ ତ ମୋତେ ଗୋଟେ ଲାଇକ୍ କରିବେ, ଆଉ ଗୋଟେ ସବସ୍କ୍ରାଇବ୍ କରିବେ। ମୁଁ ଟିକେ ଧନିଆ ପତ୍ର ପକାଇଦେଲି, ଆଉ ଗୋଟେ ଚାମଚ ଜିରା ଗୁଣ୍ଡ ମୁଁ ପକାଇଦେଲି। ପକାଇ ଦେଇକି ଟିକେ ମୁଁ ଗୋଳେଇ ଦେଲି। ରେଡ଼ି ହେଇଗଲା ଆମର ମାଛ ଝୋଳ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି, ଖାଇବାକୁ ବି ସେମିତି ବହୁତ ଭଲ ଲାଗିବ। ଜୟ ଜଗନ୍ନାଥ।